मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ଆପଣମାନେ କ'ଣ ଏହି ନୂତନ ଦିନରେ କୁଶଳରେ ଭଲରେ ଅଛନ୍ତି? ପ୍ରଭୁଙ୍କ ଲୋକମାନେ ନୂତନ ବର୍ଷର 4 ମାସ ଯାଏ ପ୍ରଭୁ ଆମକୁ ସମ୍ଭାଳିଛନ୍ତି। ପୁଣି ନୂତନ ମାସ ଗୋଟେ ପଞ୍ଚମ ମାସ ତହିଁର ସେ ଏହି ଦିନକୁ ଆମମାନଙ୍କୁ କଢ଼ାଇ ଆଣିଥିବାର ଆମମାନେ ବର୍ତ୍ତମାନ ଦେଖୁଛୁ। ତେବେ ଆଜି ଯାଏ ଆପଣ ନୂତନ ବର୍ଷରେ କିପରି ଜୀବନଯାପନ ଅତିବାହିତ କରୁଛନ୍ତି? ଦୁଃଖ, କଷ୍ଟ, ସଂଘର୍ଷ, ସମସ୍ୟା ଏସବୁ ଜୀବନରେ ରହିଅଛି ବୋଲି ଆପଣ ମନେ କରୁଅଛନ୍ତି ନା? ପ୍ରଭୁଙ୍କ ଲୋକମାନେ ଆପଣମାନଙ୍କ ପାଇଁ ଈଶ୍ୱରଙ୍କ ବାକ୍ୟ ଆଜି କ'ଣ କହୁଛି ଶୁଣିବା। ପ୍ରଭୁଙ୍କର ଗୋଟେ ଆପଣମାନଙ୍କ ପାଇଁ ପ୍ରତିଜ୍ଞା। ଗୀତ ସଂହିତା ତହିଁର 90-15 ପଦରେ ପ୍ରଭୁଙ୍କ ଦାସ ମୋଶା ଗୋଟେ ସୁନ୍ଦର ପ୍ରାର୍ଥନା କରିବାର ଆମମାନେ ଏଠାରେ ଦେଖୁଅଛୁ। ଯେତେ ବର୍ଷ ଆମ୍ଭେମାନେ ଅମଙ୍ଗଳ ଦେଖିଅଛୁ ତଦନୁସାରେ ଆମମାନଙ୍କୁ ଆନନ୍ଦିତ କର। ଏଠାରେ ପ୍ରଭୁଙ୍କ ଦାସ ମୋଶାଙ୍କର ପ୍ରାର୍ଥନାକୁ ଦେଖନ୍ତୁ। ଆମେ ଏ ଯାଏ ଜୀବନରେ କ୍ଲେଶକୁ ଦୁଃଖକୁ ଅନୁଭବ କରିଛୁ। ଅନେକ ସଂଘର୍ଷ, ଯାତନା, ଯନ୍ତ୍ରଣାକୁ ଆମେମାନେ ଦେଖିଅଛୁ। କିନ୍ତୁ ଆଜି ଦିନଠାରୁ ଯେତେ ଦୁଃଖ ସହିଛୁ ତଦନୁସାରେ ଆମମାନଙ୍କୁ ଆନନ୍ଦିତ କର। ପ୍ରଭୁଙ୍କ ଲୋକମାନେ ଆପଣମାନଙ୍କର ଅବସ୍ଥା ମଧ୍ୟ ଆଜି ଦିନ ଯାଏ ହୁଏତ ଦୁଃଖରେ, ଯନ୍ତ୍ରଣାରେ, ସଂଘର୍ଷରେ ଆପଣମାନେ ଅତିବାହିତ କରିଥିବେ। କିନ୍ତୁ ମୋଶାଙ୍କ ପରି ଆମେମାନେ ମଧ୍ୟ ଈଶ୍ୱରଙ୍କ ନିକଟବର୍ତ୍ତୀ ହେଇ ଏହି ପ୍ରାର୍ଥନା କରିବା ଦରକାର ଯେ, ହେ ପରମେଶ୍ୱର, ଆଜି ଦିନ ଯାଏ ପ୍ରଭୁ ଆମେମାନେ ଅନେକ ଦୁଃଖକୁ, ଅନେକ କଷ୍ଟକୁ ଜୀବନରେ ପୁଣି ପରିବାରରେ, କାମ କାର୍ଯ୍ୟରେ ଆମେମାନେ ଅନୁଭବ କରିଅଛୁ। କିନ୍ତୁ ତୁମେ ଯେ ଆମମାନଙ୍କ ଦୁଃଖକୁ ଆନନ୍ଦରେ ପରିଣତ କରିପାରିବ ଏହା ଆମମାନଙ୍କର ବିଶ୍ୱାସ। ଆଉ ତୁମେ ଏପରି କର ବୋଲି ଆମେ ପ୍ରାର୍ଥନା କରୁଛୁ। ହେ ପିତା ପ୍ରଭୁ, ଆମମାନଙ୍କୁ ସାହାଯ୍ୟ କର। ତୁମ ବାକ୍ୟକୁ ବୁଝିବା ପାଇଁ ତୁମଠାରେ ପ୍ରାର୍ଥନା କରିବାର ଜୀବନ ଆମକୁ ପ୍ରଦାନ କର। ପ୍ରଭୁଙ୍କ ପ୍ରିୟ ଲୋକମାନେ, ହଁ, ଜୀବନରେ ବହୁତ ଦୁଃଖକୁ, ବହୁତ କଷ୍ଟକୁ ଆପଣ ଆଜି ଦିନ ଯାଏ ଦେଖିଛନ୍ତି। କିନ୍ତୁ ମୋଶାଙ୍କର ମଧ୍ୟ ସେହି ଅବସ୍ଥା ଥିଲା। ଇସ୍ରାଏଲ ଲୋକମାନଙ୍କର ମଧ୍ୟ ସେହି ଅବସ୍ଥା ଦେଇ ସେମାନେ ଗତି କରୁଥିଲେ। କିନ୍ତୁ ପରମେଶ୍ୱର ସେମାନଙ୍କ ପ୍ରତିଜ୍ଞା କରିଲେ, ଆମେ ଦୁଗ୍ଧ ଓ ମଧୁ ପ୍ରବାହୀ ଦେଶକୁ ନେଇ ତୁମମାନଙ୍କୁ ଆନନ୍ଦିତ କରିବା। ସେହି ପରମେଶ୍ୱର ଆଜି ମଧ୍ୟ ଜୀବିତ। ସେ ଆମମାନଙ୍କ ଜୀବନର ମଧ୍ୟ ସମସ୍ତ ଦୁଃଖକୁ ନିଶ୍ଚୟ ଦୂର କରିବେ। ସେ ନିଶ୍ଚୟ ଆମମାନଙ୍କୁ ଦୁଃଖର ବର୍ଷକୁ ଆନନ୍ଦରେ ବଦଳାଇବେ। ଏଣୁ ପ୍ରଭୁଙ୍କ ଲୋକମାନେ ଆମମାନେ ନିରାଶ ନ ହେଉ, ଦୁଃଖିତ ନ ହେଉ। ପରମେଶ୍ୱର ଯିଏ ଆଜି ମଧ୍ୟ କାର୍ଯ୍ୟ କରିବା ପାଇଁ ସକ୍ଷମ, ଏହା ଆମମାନେ ବିଶ୍ୱାସ କରୁ। ପରମେଶ୍ୱର ଯେପରି କହିଅଛନ୍ତି ସେ ଆମମାନଙ୍କ ବର୍ଷକୁ ଆନନ୍ଦରେ ପରିଣତ କରିବେ, ଅର୍ଥାତ୍ ସେ ନିଶ୍ଚୟ କରିବେ। ତାଙ୍କ ବାକ୍ୟ କେବେ ମଧ୍ୟ ଅନ୍ୟଥା ହୁଏ ନାହିଁ। ଏଣୁ ଯଦି ଆମମାନେ ସମ୍ପୂର୍ଣ୍ଣ ସମର୍ପିତ ହେବା ପରମେଶ୍ୱରଙ୍କ କାର୍ଯ୍ୟକୁ ଆମମାନେ ଜୀବନରେ, ପରିବାର ମଧ୍ୟରେ, ସେବା କାର୍ଯ୍ୟରେ, କାମ କାର୍ଯ୍ୟରେ ସମସ୍ତ ବିଷୟ ଆମେ ନିଶ୍ଚୟ ଅନୁଭବ କରିପାରିବା। ଏଣୁ ଆସନ୍ତୁ ଆମମାନେ ସମର୍ପିତ ହେବା ଈଶ୍ୱରଙ୍କଠାରେ ଆନନ୍ଦର ବର୍ଷ ନିମନ୍ତେ ପ୍ରାର୍ଥନା କରିବା। ହେ ପିତା, ଯେଉଁ ପୁଅ ଝିଅମାନେ ବର୍ତ୍ତମାନ ପ୍ରାର୍ଥନା କରୁଛନ୍ତି ସେମାନଙ୍କ ଜୀବନର, ପରିବାରର ସମସ୍ତ ଦୁଃଖକୁ ତୁମେ ଦୂର କରି ଆନନ୍ଦରେ ଏହି ସମୟରେ ତୁମେ ବଦଳାଇ ଦିଅ ବୋଲି ପ୍ରାର୍ଥନା କରୁଛୁ ପିତା। ଯୀଶୁଙ୍କ ନାମରେ ସମସ୍ତ ବିଷୟ ମାଗିଲୁ ପ୍ରଭୁ। ଆମେନ୍, ଆମେନ୍।